ପିନ୍ଧା ଶାଢ଼ୀ ନେଲା ଜୀବନ। ବାଇକ୍ ଚକରେ ଶାଢ଼ୀ ପଶିଯିବାରୁ ବାଇକ୍ରୁ ପଡ଼ି ମହିଳା ମୃତ୍ୟୁବରଣ କରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଛେନାପତି ସୁଲଣ୍ଡ ରାସ୍ତାରେ। ଆମ୍ବ ଗାଁର ଶଙ୍କର୍ଷଣ ଜେନା ଓ ତାଙ୍କ ପତ୍ନୀ ସଞ୍ଜୁଲତା ଜେନା ବାଇକ୍ ଯୋଗେ ଛେନାପତି ଛକକୁ ଆସୁଥିବା ସମୟରେ ହଠାତ୍ ସଞ୍ଜୁଲତାଙ୍କ ପିନ୍ଧା ଶାଢ଼ୀର କାନି ବାଇକ୍ ପଛ ଚକରେ ପଶିଯିବାରୁ ଶାଢ଼ୀଟି ବାଇକ୍ ଚକରେ ଗୁଡ଼ାଇ ହୋଇ ମହିଳାଙ୍କୁ ଟାଣି ନେଇଥିଲା। ଫଳରେ ସଞ୍ଜୁଲତା ବାଇକ୍ରୁ ତଳକୁ ଖସି ପଡ଼ିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବା ଦେଖି ତାଙ୍କ ସ୍ୱାମୀ ତୁରନ୍ତ ଆମ୍ବୁଲାନ୍ସ ଡକାଇ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଘଟଣାରେ ସମଗ୍ର ଆମ୍ବ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।